ଜଗମୋହନ 1838 ମସିହାରେ କଟକ ଜିଲ୍ଲାର ମାହାଙ୍ଗା ଗ୍ରାମର ପ୍ରତିଷ୍ଠିତ ଲାଲା ପରିବାରରେ ଜନ୍ମଗ୍ରହଣ କରିଥିଲେ। ଇଂରାଜୀ ଶିକ୍ଷା ଲାଭ କରିବା ଫଳରେ ସେ ଚାକିରିରୁ ଅବସର ଗ୍ରହଣ କରିବା ସମୟକୁ ଜଣେ ଡେପୁଟି କଲେକ୍ଟର ହୋଇପାରିଥିଲେ। 1913 ମସିହା ଡିସେମ୍ବର ମାସରେ ପରିଣତ ବୟସରେ ଏହାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ଲେଖାଗୁଡ଼ିକ ସେ ଲେଖିଛନ୍ତି ଭ୍ରମମଞ୍ଜରୀ 1868ରେ, ବାବାଜୀ 1877ରେ, ସତୀ 1886ରେ, ପ୍ରୀତି ଅପ୍ରକାଶିତ, ବୃଦ୍ଧ ବିବାହ ଅପ୍ରକାଶିତ ଏବଂ ସେ ଲେଖିଛନ୍ତି ଓଡ଼ିଆ ବିଜୟ ଯାହାକି 1876ରେ ପ୍ରକାଶିତ ହୋଇଥିଲା। ନାଟକର ପ୍ରସାରରେ ଜଗମୋହନଙ୍କର ଅବଦାନ, ତ ତାଙ୍କର ଯେଉଁ ନାଟକରେ ଅବଦାନ ରହିଛି ତା ବିଷୟରେ ମଧ୍ୟ ଆମେ ଟିକେ ଆଲୋଚନା କରିବା। 1875 ମସିହାରେ ନିଜ ଗ୍ରାମରେ ଜଗମୋହନ ପ୍ରତିଷ୍ଠା କରନ୍ତି ରାଧାକାନ୍ତ ରଙ୍ଗମଞ୍ଚ। ରଙ୍ଗମଞ୍ଚର ନାମକରଣ ଲାଲା ମହାଶୟଙ୍କର କୁଳଦେବତାଙ୍କର ନାମାନୁସାରେ ହୋଇଛି। ଏ ସମ୍ପର୍କରେ ନିମ୍ନଲିଖିତ ମନ୍ତବ୍ୟ ପରିଧାନ ଯୋଗ୍ୟ। ଏପରି 1875 ମସିହାରୁ ରଙ୍ଗମଞ୍ଚ ଠାକୁରଙ୍କ ନାମରେ ଉଇଲ୍ କରାଯାଇଛି। ଏହି ମସିହାରୁ ନୁହେଁ, ତାହା ପୂର୍ବରୁ ମଧ୍ୟ ଦଶହରା ସମୟରେ ପ୍ରତିବର୍ଷ 2ଟିରୁ ଅଧିକ ନାଟକ ଏହି ରଙ୍ଗମଞ୍ଚରେ ଅଭିନୀତ ହୋଇ ଆସିଛି। ଏ ଅଭିନୟରେ ସ୍ଥାନୀୟ ବହୁ ବଙ୍ଗୀୟ ଜମିଦାର ଅଂଶଗ୍ରହଣ କରିଛନ୍ତି। ତ ଏଠି ଆମେ ତାଙ୍କର ନାଟକର ପ୍ରସାରରେ ଜଗମୋହନଙ୍କର ଅବଦାନ କ'ଣ ରହିଛି ତା ଉପରେ ଟିକେ ଆଲୋଚନା କଲେ। ଏବେ ଆମେ ଆଲୋଚନା କରିବା ନାଟକର ପରିଚୟ। ନାଟକର ପରିଚୟ ମଧ୍ୟ ଟିକେ ଲେଖିବା ଏଠି। ବାବାଜୀ ନାଟକ ଏକ ଶିକ୍ଷାମୂଳକ ନାଟକ। ଏହାର ଚରିତ୍ରମାନେ ସମାଜର ବିଭିନ୍ନ ବର୍ଗର ପୂଜାରୀ, ଖ୍ରୀଷ୍ଟିଆନ, ବଙ୍ଗାଳୀ, ବ୍ୟବସାୟୀ, ବାବାଜୀ ବା ସନ୍ନ୍ୟାସୀ ପ୍ରତିନିଧିତ୍ୱ କରନ୍ତି। ଏହାର ଚରିତ୍ରମାନଙ୍କର ସମାଜରେ ଏକ ପାରମ୍ପରିକ ଭୂମିକା ଥିଲା। ଚରିତ୍ରମାନଙ୍କ ମଧ୍ୟରେ ନିହିତ ସମ୍ପର୍କ ଓ ସଂଘାତ ମାଧ୍ୟମରେ ନାଟ୍ୟକାର ତାଙ୍କର ବାର୍ତ୍ତା ବା ନୀତିଶିକ୍ଷା ପ୍ରଦାନ କରିଛନ୍ତି। ତାପରେ ଏଠି ଆମେ ଚରିତ୍ର ଚିତ୍ରଣ, ଚରିତ୍ର କିଏ କିଏ ଅଛନ୍ତି ଜାଣିଦେବା। ତ ଏଠି ମୁଖ୍ୟ ଚରିତ୍ର ହେଉଛନ୍ତି ବାବାଜୀ ଓ ଆନନ୍ଦ ପଣ୍ଡା। ମଧ୍ୟମ ଚରିତ୍ର ରାଧି, ଜେମି, ଶିବ, ଜେମ୍ସ, ସୁବଳବାବୁ ଓ ବୀରସିଂହ। ଗୌଣ ଚରିତ୍ର ହେଉଛନ୍ତି ରଘୁ, ରାମା, ଯଶୁ, ମାଲତୀ, ଯାମୁନି, ଅଧିକାରୀ ଓ ମହନ୍ତ। ତ ଏଠି ଆମେ ଚରିତ୍ରମାନଙ୍କ ନାଁ ଜାଣିଦେଲେ। ଏବେ ଆମେ ଆସିବା କଥାବସ୍ତୁ ଉପରେ। ଏଠି ଆମେ ବାବାଜୀ ନାଟକର କଥାବସ୍ତୁ ଉପରେ ଆଲୋଚନା କରିବା। ତ ବାବାଜୀ ନାଟକଟି ହେଉଛି 4 ଅଙ୍କ ବିଶିଷ୍ଟ। ତ ଆମେ ତାର 4ଟି ଅଙ୍କ ଉପରେ ଟିକେ ଟିକେ ଆଲୋଚନା କରିବା। ପ୍ରଥମେ ଆମେ ଆଲୋଚନା କରିବା ପ୍ରଥମ ଅଙ୍କ। ପ୍ରଥମ ଅଙ୍କରେ ବାବୁ ସୁବଳ ପଟ୍ଟନାୟକଙ୍କ ଗୃହର ଦୃଶ୍ୟ ଆମେ ଦେଖୁ। ବାବୁ ବିଳାସପ୍ରିୟ, ଆଧୁନିକ କିନ୍ତୁ ପରମ୍ପରା ପ୍ରତି ତାଙ୍କର ଆସକ୍ତି। ବାବାଜୀ ତାଙ୍କ ଗୃହରେ ଉପସ୍ଥିତ ହେବା ଦେଖି ସେ ବାବାଜୀଙ୍କୁ ଯଥାବିଧ ଆତିଥ୍ୟ ପ୍ରଦାନ କରିବାକୁ ଚାହାନ୍ତି। ଆମୋଦ ପ୍ରମୋଦରେ ସମୟ ବିତାଇବା ତାଙ୍କ ଜୀବନର ମୂଳ କଥା। ତେଣୁ ମଦ୍ୟ ପ୍ରତି ତାଙ୍କର ଦୁର୍ବଳତା। ମଦ୍ୟ ନଥିଲେ ଶନିବାରର ସନ୍ଧ୍ୟା ନିରସ ଓ ଶୁଷ୍କ ବୋଲି ସେ ମନେ କରନ୍ତି। ବାବାଜୀ ସୁବଳ ପଟ୍ଟନାୟକଙ୍କର ଠିକ୍ ଓଲଟା ଚରିତ୍ର। ସେ ବିଶ୍ୱାସ କରନ୍ତି ମଦ୍ୟ ଭଳି ତୁଚ୍ଛ ଆକର୍ଷଣରୁ ଚିତ୍ତବୃତ୍ତିକୁ ମୁକ୍ତ ରଖିବା। ପ୍ରଥମ ଅଙ୍କର ଆରମ୍ଭରେ ବାବାଜୀ କହନ୍ତି, ନିଶା ପାଣିରୁ କି କାର୍ଯ୍ୟ? ଏଥିରେ ମତିଗତି ଠିକ୍ ରହେ ନାହିଁ। ଅତ୍ୟଧିକ ମଦ୍ୟପାନ ଫଳରେ ସୁବଳ ନିଦ୍ରାଭିଭୂତ ହୋଇପଡ଼ିଛନ୍ତି ଏବଂ ବାବାଜୀଙ୍କ ପ୍ରତି ତାଙ୍କ କର୍ତ୍ତବ୍ୟ ଭୁଲି ଯାଇଛନ୍ତି। ନାଟକଟିର ପ୍ରଥମ ଅଙ୍କର ଶେଷରେ ଆମେ ଦେଖୁ ବିଚରା ବାବାଜୀ କ୍ଷୁଧାର୍ତ ହୋଇ ରହିଛନ୍ତି। ଏବେ ଆମେ ଆଲୋଚନା କରିବା ଦ୍ୱିତୀୟ ଅଙ୍କ ଉପରେ। ଦ୍ୱିତୀୟ ଅଙ୍କରେ
जीवन प्रति कर्तव्य संपर्क सूचना मिले। पूजारी ब्राह्मण बाबाजी इत्यादि आलाप माध्यम आमे लक्ष्य करू अतिथि प्रति किभली व्यवहार करा जिबा उचित। अतिथि अर्थात बाबाजींकर प्रति यथार्थ व्यवहार करा जाए नाही। माटीहांडी भितरु जीवंत कुकुड़ाटीए बाहरिबा बाबाजींक महिमार फल बोली कहुए। रघु पूजारीर कर्तव्यहीनता लक्ष्य करी कहे, तुमे ब्राह्मण टिकी तुच्छा पैता पके ब्राह्मण ना धर्म कर्मर ब्राह्मण। कली कालर ब्राह्मण गुड़ाक कौन हेलेनी? धर्म कर्म को महत मर्यादा को टिके दृष्टि नहीं। गाली माड़ खाई बार द्वारे पतर पकेलेनी, बार अनीति कलेनी। तापरे एबे आमे आलोचना करिवा तृतीय अंक। तृतीय अंकरे नाट्यकार दर्शाइछंती धर्म नामरे किपरि स्वार्थ तथा आमोद प्रमोद व्यवस्था जारी रहिछि। मठरे समवेत चरित्र माने निज निजर स्वार्थ चिंतारे लिप्त। निज स्वार्थ पाई सेमाने धर्मर व्याख्या करुछंती। केवल बाबाजी ही यथार्थरे जणे धार्मिक व्यक्ति, किंतु तांकु मुठाए खाद्य मिलु नाही। रामदास कहंती, एबे कोन आउ भोगराग अछि, पुनी काली ठारू सेरे चाउल उणा हेउछि। ठाकुरंक पेट काट अभ्यागत को किए पचारे? गंजा जेते चाह मु देई पारे, से तो तयोग्य नुहे। आमको गंजा अफिम मिलिले अन्न देले केते न देले केते। वीरर मनोभाव किंतु ठीक विपरीत। बाबाजींको दृष्टि रे समस्तंक भितरे से ही एकमात्र मनीष। वीर भाषारे कौन कहुच महाराजा, पेट पाई एठारे पड़िछि। आमे दुखी गृही लोक, पिला बालकंक चिंतारे दिन जाए। से व्यक्तिर तो से चिंता नहीं। पोलारे खाई मेलारे गड़ गड़ उछंती। स्वार्थ और धर्म नामरे अनाचारे प्रतिवादर प्रतीक हेउछि बाबाजी चरित्र। मठर निबोध मनीष मानक विषय रे से कहंती, गोटिए हाथ करुथिबा भल काम अन्य हाथटी जानिबा कथा नुहे। झुलाटीए धरी इयाडे सियाडे बुलिबा एही नीतिर विरोधाचरण अटे। यह खाली लोक देखाणिया कथा, मनर मूले ए जगत। तापरे आमे आलोचना करिबा नाटकर चतुर्थ और शेष अंक। नाटकर चतुर्थ और शेष दृश्य आमे बाबाजींकर नदीकूलस्थ अस्थायी बासस्थानर परिचय पाऊ। यह प्राकृतिक सौंदर्य और सहज सरल जीवन यात्रार प्रतीक। बाबाजी नाटकर नीति शिक्षा एही अंकरे सुस्पष्ट हुए। बाबाजींकर जीवनर लक्ष्य समाजरू कुसंस्कार अंधविश्वास दूर करिबा तथा साधारण मनुष्यंकु धर्म नामरे चालुथिबा शोषणरू मुक्त करिबा। नाटकरे दुई थर कुकुड़ा संपर्करे उल्लेख करा जाइछि। ए प्रसंगरे बाबाजींकर असाधारण शक्ति उल्लेख करा जाइछि। जेमी भाषारे महाराज, आपण आजी सुबल बाबूंक बसाकू जाइथिले। बाबू आपणकर बड़ सम्मान कले। तांको पूजारी दुष्ट और गुणी अटे। से आपणଙ୍କୁ तड़िबा पाई गोटे हांडी रे रंधा माउंस पुरई पलम घोड़ाई आपणଙ୍କୁ आनीदेला और कहिला, एथिरे प्रसाद अछि, सेवा करंतु। आपण तो सर्वज्ञ ताहा जानिपारी कहिले, एथिरे जहा अछि ताहा आम खाइबारे नुहे, ताहा तते खाइब। यह कही पलम काढ़ी दियंते। सेथिरु केते बड़ कुकुड़ाटीए बाहरी पूजारी को एपरी झुंपिला जे से झटपट हुई रड़ी छाड़िला। से जहु दोष मानी
ଆପଣା ଗାଲରେ ଚଟକଣି ଖାଇଲା, ତହିଁ ଆପଣ କଲ୍ୟାଣ କଲେ। ସେ ଥୟ ହେଲା, କୁକୁଡ଼ା କୁଆଡ଼େ ଉଭେଇଗଲା। ଜେମିର କଥା ଶୁଣି ବାବାଜୀ କିନ୍ତୁ ଜେମିର ମତ ଭୁଲ ବୋଲି ଦର୍ଶାଇ ଦିଅନ୍ତି। ବାବାଜୀ କହନ୍ତି, ସାଧୁ ଅସାଧୁ କୌଣସି ଲୋକର ଅଲୌକିକ ମହିମା ହୋଇ ନପାରେ, କାରଣ ତାହା ଈଶ୍ୱରଙ୍କ ନିୟମ ବିରୁଦ୍ଧ। ବାବାଜୀ ପୂଜାରୀକୁ କହିଛନ୍ତି, ଅଜ୍ଞାନତା, ଭ୍ରମ ଓ କୁସଂସ୍କାର ହେତୁ ଲୋକଙ୍କର ଗୁଣୀ ବିଦ୍ୟାରେ ବିଶ୍ୱାସ ଥିବାରୁ ସେମାନେ ଗୁଣୀଙ୍କୁ ନେହୁରା କରନ୍ତି, ନଚେତ୍ ପଚାରନ୍ତି ନାହିଁ। ତୁ ଯେବେ ଜାଣିଶୁଣି ସେମାନଙ୍କୁ ଭଣ୍ଡିଲୁ, ତେବେ ତୁ ଠକ ହେଲୁ ନାହିଁ। ଈଶ୍ୱରଙ୍କ ପାଖରେ ଅଦ୍ଭୁତ ଶକ୍ତି ଥାଇପାରେ, କିନ୍ତୁ ମଣିଷ ତାହାର ବୁଦ୍ଧି, ବିବେକ ଓ ହେତୁ ଜ୍ଞାନ ଦ୍ୱାରା ପରିଚାଳିତ ହୋଇ ଜୀବନ ଯାତ୍ରାକୁ ସୁନ୍ଦର ଓ ସାବଳିତ କରିପାରେ।